ଆଜ୍ଞା ଆପଣଙ୍କୁ କ'ଣ ଲାଗୁଛି ମୁଁ ଭାଷା ମାନେ କହିପାରୁନି ବୋଲି କ'ଣ ଭାଷା ଜାଣିନି ନା ଭାଷା କେବେ ଶୁଣିନି? ନାଇଁ ମୋ ଭାଇ ତମେ ଭାଷା ଶୁଣିନଥିବ। ନାଇଁ ନାଇଁ ମୁଁ ବି ଭାଷା ଶୁଣିଛି ନା। ନାଇଁ ନାଇଁ ଆଜ୍ଞା ମୁଁ ଏଇଟା କହିବାର କାରଣ ଏଇଆ ଯେ ଆଜ୍ଞା କିଛିଟା ଭିଡ଼ିଓ ଭାଇରାଲ୍ ବର୍ତ୍ତମାନ ଚାଲିଛି। ଆମେ ଭଲ ଭିଡ଼ିଓ ଦେଖିବାକୁ ଚାହୁଁଛୁ କିନ୍ତୁ ସେଇଭଳିଆ ଭିଡ଼ିଓ ବାରମ୍ବାର ଆମ ପ୍ରୋଫାଇଲ୍କି ଆସୁଛି। କ'ଣ ନା ଆମେ ସମାଜ ସେବା କରିଛୁ, ଆମେ ସମାଜସେବୀ, ଗୋଟେ ସେବା କରିକି 15 ପ୍ରକାର ଦେଖେଇ ହୁଅନ୍ତି। ଆଜ୍ଞା ଦେଖେଇବାଟା ଖରାପ ନୁହଁ, ବିଲକୁଲ ଖରାପ ନୁହଁ। କାହିଁକିନା ଆପଣ ସମାଜ ସେବା କରିକି ଯେତେବେଳେ ଦେଖେଇ ହେଉଛନ୍ତି ନା ତାହେଲେ ଆଉ 5 ଜଣ ଦେଖିକି ଇନ୍ସପାୟାର ହେଇକି ସିଏ ବି କରିବା ପାଇଁ ଲାଗିଯିବେ। କିଛି ଜଣ ଅଛନ୍ତି ସମାଜସେବା କରନ୍ତି ତାଙ୍କୁ କ୍ୟାମେରା ଫେସିଂ ପସନ୍ଦ ନୁହଁ ତ ଲୁଚିକି ରୁହନ୍ତି। କିଛି ଜଣ ଅଛନ୍ତି ସମାଜସେବା କରନ୍ତି ଆଉ କ୍ୟାମେରା ଆଗରେ ବି ମାନେ ଶୋ କରନ୍ତି। ତ ଦୁଇଟା ଆଗରେ କିଛି ଖରାପ ନୁହଁ, କିନ୍ତୁ କଥା ଖରାପ ହେଉଛି ଆପଣଙ୍କ ଭାଷା ଠିକ୍। ଯଦି ଭାଷା ଏଭଳିଆ ପ୍ରୟୋଗ କରିକି ଆପଣ କଥାବାର୍ତ୍ତା କରିବେ ସୋସିଆଲ ମିଡ଼ିଆରେ, ଏକରେ ଆପଣଙ୍କର ଭଲ ପ୍ରୋଫାଇଲ୍ ଦେଖାଉଛନ୍ତି ମୁଁ ସମାଜସେବୀ, ଦୁଇରେ ଆପଣ ଭାଷା ଅଭାଷା କରିକି ପୁରା ମା ଭଉଣୀ କରିକି ଉଡ଼ଉଛନ୍ତି। ଆଜ୍ଞା ସୋସାଇଟିରେ ଆମେ ସମସ୍ତେ ବାସ କରୁଛେ, ଓଡ଼ିଶାଟା ଆମର ଗୋଟେ ଘର। ସେ ଘର ଭିତରେ ଯଦି କିଏ ଜଣେ ଖାଲି ରାଉ ରାଉ ହେଇକି ଭାଷା କହିବ ତାପରେ ଭଲ କାମ କରିକି ଦେଖେଇ ହେବ, ତାକୁ ଭଲରେ ଗଣିବା କି ଖରାପରେ ଗଣିବା କନଫ୍ୟୁଜ୍। କାହିଁକିନା ଦେଖନ୍ତୁ ଭଲ କାମ ଯେଉଁମାନେ କରନ୍ତି ସେମାନେ ଖରାପ କାମ କେବେ ଭାବିବେନି, ଯେଉଁମାନେ ଖରାପ କାମ କରନ୍ତି ସେମାନଙ୍କର ଭଲର ମାନେ ଯେଉଁ ଜ୍ଞାନଟା ତାଙ୍କ ପାଖରେ ନଥାଏ। ତ ସେଇଥିପାଇଁ ଦୁଇଟାକୁ ମିକ୍ସ ହେବାଟା ଭଲ ନୁହଁ। ସେଥିପାଇଁ ଆଜ୍ଞା ବାସ୍ ମୋର ଏତିକି ରିକ୍ୱେଷ୍ଟ, ଆପଣମାନେ ଜାଣିଥିବେ ମୁଁ କାହା ବିଷୟରେ କହୁଛି, ତ କାଇଣ୍ଡଲି ରିକ୍ୱେଷ୍ଟ କରିବି ଭଲ କାମ କରନ୍ତୁ। ଭାଷା କହିକି ଆମର ସମାଜରେ ଯେଉଁ ବହୁତ ଜଣ ୟଙ୍ଗ ପିଲା ଅଛନ୍ତି, କମ୍ ବୟସର ପିଲା ଅଛନ୍ତି, ପୁଅ ଅଛନ୍ତି, ଝିଅ ଅଛନ୍ତି, ଫ୍ୟାମିଲିରେ ଦେଖି ଦେଉଛନ୍ତି ନା, ତାଙ୍କୁ ଲାଗୁଛି ଆରେ ୟାର ଏଇଭଳିଆ ଲୋକ ତ ଯାଇକି ମାନେ ଭଲ କାମ କରୁଛନ୍ତି ତାପରେ ବି ଭାଷା କହୁଛନ୍ତି, ତ ଭାଷା କିଛି ଖରାପ ନୁହଁ। ଏଇଆ ଭାବି ଦେଇକି ସେ ସମାଜରେ ଭାଷାଟାକୁ ନର୍ମାଲ ଆଜ୍ ୟୁଜୁଆଲ୍ କରିଦେଉଛନ୍ତି, କାହା ଆଗରେ ବି କହିଦେଉଛନ୍ତି, କିନ୍ତୁ ଭାଷାଟା କ'ଣ ସତରେ ଭଲ? ଅଧିକ କହିଥିଲେ କ୍ଷମା ଚାହିଁବି।